ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର୍ ଆର୍ଟ୍ସ ସାଇନ୍ସ କମର୍ସ ପିଲା +2 ସେକେଣ୍ଡ ଇୟର୍ ଆର୍ଟ୍ସ ସାଇନ୍ସ କମର୍ସ ପିଲା ତ ତମମାନଙ୍କ ପାଇଁ ନେଇ ଆସିଛି କ'ଣ ନା ତିନି ତୁଣ୍ଡରେ ଏମ୍ଆଇଏଲ୍ ଓଡ଼ିଆର ସବଜେକ୍ଟର କ'ଣ ନା ଏମ୍ଆଇଏଲ୍ ଓଡ଼ିଆର ସବଜେକ୍ଟର କ'ଣ ନା ତମର ତିନି ତୁଣ୍ଡର ବିଷୟ ଯେଉଁଟା ଭୁବନେଶ୍ୱର ବେହେରା ରାଇଟର ତ କ'ଣ ନା ତିନି ତୁଣ୍ଡର ବିଷୟରେ MCQ ନେଇଆଛି। ତ ବୋର୍ଡ଼ ଏକ୍ଜାମ୍ ପାଇଁ ପିଲାମାନେ ନିଶ୍ଚିନ୍ତ 100% ଗ୍ୟାରେଣ୍ଟି ଏହି କୋଶ୍ଚିନ୍ରୁ ତମର ଯେମିତି ହେଲେ ବି ଆସିବ ପ୍ରଶ୍ନ। ବୁଝିଲା ପିଲାମାନେ? ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲକୁ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ, ଲାଇକ୍ ସେୟାର କରିଦେବ ଏବଂ ସମସ୍ତେ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ ହେଇଯିବ। ପିଲାମାନେ ବାରମ୍ବାର କହୁଛି ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ ହେଇଯିବ, ଡିସ୍କ୍ରିପ୍ସନ୍ରେ ଲିଙ୍କ୍ ଦିଆହେଇଯିବ। ବୁଝିହେଲା? ତ ଚାଲ ଆଜି ଆମେ କୋଶ୍ଚିନ୍ ଷ୍ଟାର୍ଟ କରିବା। ପିଲାମାନେ କ'ଣ ଦେଇଛି ପ୍ରଥମ କୋଶ୍ଚିନ୍? ଶାସନ ପଦ୍ଧତିଗୁଡ଼ିକ ମଧ୍ୟରେ କେଉଁ ଶାସନ ହିଁ ସର୍ବକୃଷ୍ଟ? ଶାସନ ପଦ୍ଧତି ଯେଉଁ ହେଉଛି, ଶାସନ ପଦ୍ଧତି ବହୁତ ଗୁଡ଼ିଏ, ତା ମଧ୍ୟରେ କ'ଣ ସର୍ବକୃଷ୍ଟ? ଏକଛତ୍ରବାଦ ସର୍ବକୃଷ୍ଟ, ନା ଗଣତନ୍ତ୍ର ସର୍ବକୃଷ୍ଟ, ନା ରାଜତନ୍ତ୍ର ସର୍ବକୃଷ୍ଟ, ନା ସାମ୍ୟବାଦ ସର୍ବକୃଷ୍ଟ? କ'ଣ ସର୍ବକୃଷ୍ଟ ପିଲାମାନେ? କ'ଣ ସାମ୍ୟବାଦ? ନା। ରାଜତନ୍ତ୍ର? ନା। ଏକଛତ୍ରବାଦ? ନା। କ'ଣ ହେବ ନା ଗଣତନ୍ତ୍ର? କ'ଣ ଶାସନ ପଦ୍ଧତି ଗୁଡ଼ିକ ମଧ୍ୟରେ ଗଣତନ୍ତ୍ର ହିଁ ସର୍ବକୃଷ୍ଟ ଶାସନ। ନେକ୍ସଟ, କେଉଁମାନଙ୍କ ଦ୍ୱାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ପ୍ରକୃତ ବିଶେଷତ୍ୱ ବୋଲି କୁହାଯାଇପାରେ? କେଉଁମାନଙ୍କ ଦ୍ୱାରା? ଗଣଙ୍କ ଦ୍ୱାରା, ଜଣଙ୍କ ଦ୍ୱାରା, ରାଜାଙ୍କ ଦ୍ୱାରା, ମନ୍ତ୍ରୀଙ୍କ ଦ୍ୱାରା। ତ କେଉଁମାନଙ୍କ ଦ୍ୱାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ପ୍ରକୃତ ବିଷୟ? କାହାଙ୍କ ଦ୍ୱାରା? ନା ଗଣଙ୍କ ଦ୍ୱାରା। କାହାଙ୍କ ଦ୍ୱାରା? ନା ଗଣଙ୍କ ଦ୍ୱାରା। ପରବର୍ତ୍ତୀ କ୍ୱେଶ୍ଚିନ୍, ଗଣତନ୍ତ୍ର ଶାସନରେ ଲୋକେ କାହାକୁ ଶାସନ କରନ୍ତି? ଏଇଟା ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଗଣତନ୍ତ୍ର ଶାସନରେ ଲୋକେ କାହାକୁ ଶାସନ କରନ୍ତି? ପ୍ରଜାଙ୍କୁ କରନ୍ତି ଲୋକ, ନା ରାଜାଙ୍କୁ କରନ୍ତି, ନା ନିଜେ ନିଜକୁ ମାନେ ଲୋକେ ନିଜ ନିଜକୁ କରିବାକୁ ଚେଷ୍ଟା କରନ୍ତି, ନା ଲୋକେ ସେଇ ପ୍ରଜାଙ୍କୁ କରନ୍ତି, ନା ଲୋକ ରାଜାଙ୍କୁ କରନ୍ତି, ନା ଲୋକେ ନିଜେ ଅନ୍ୟକୁ କରନ୍ତି? ତ ଗଣତନ୍ତ୍ର ଶାସନରେ ଲୋକେ ନିଜେ ନିଜକୁ, ଦେଖ ଅପସନ୍ ସି ହେଇଯିବ, ନିଜେ ନିଜକୁ ହିଁ ସେମାନେ ଶାସନ କରନ୍ତି। ନେକ୍ସଟ, କେଉଁ ଶାସନରେ ଶାସକ ଓ ଶାସିତ ଏକ ଅଭିନ୍ନ? କେଉଁ ଶାସନ? ଗଣତନ୍ତ୍ର, ନା ଜନତନ୍ତ୍ର, ନା ସମୂହତନ୍ତ୍ର, ନା ବ୍ୟକ୍ତିତନ୍ତ୍ର? ତ କେଉଁ ଶାସନରେ ପିଲାମାନେ? ନା ଗଣତନ୍ତ୍ର ଶାସନରେ ଶାସକ ଓ ଶାସିତ ଏକ ଓ ଅଭିନ୍ନ। ନେକ୍ସଟ, କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନପାରେ? କେଉଁ ଶାସନରେ ପିଲାମାନେ? ସମଷ୍ଟିଗତ ଶାସନରେ, ନା ବ୍ୟକ୍ତିଗତ ଶାସନରେ, ନା ଗଣତନ୍ତ୍ର ଶାସନରେ, ନା ସ୍ୱାଧୀନ ଶାସନରେ? ତ କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନପାରେ? କେଉଁ ଶାସନ? ନା ଗଣତନ୍ତ୍ର। କେଉଁ ଶାସନ? ନା ଗଣତନ୍ତ୍ର। ପରବର୍ତ୍ତୀ କ୍ୱେଶ୍ଚିନ୍, ଭାରତରେ ସାମାଜିକ ନ୍ୟାୟର ସ୍ୱରୂପ କିପରି? ଭାରତରେ ସାମାଜିକ ନ୍ୟାୟର ସ୍ୱରୂପ କିପରି? ଲଙ୍କାରେ ହରିଶବ୍ଦ ପରି, ନା ଢୋଲ ଭିତରେ ମୂଷା ପରି, ନା ବାପରାଣ ଢିଙ୍କିଗିଳି ପରି, ନା ଉଷୁନା ଧାନ ଗଜା ହେବା ପରି? ତ ଭାରତରେ ସାମାଜିକ ନ୍ୟାୟର ସ୍ୱରୂପ କ'ଣ? ଉଷୁନା ଧାନ ଗଜା ହେବା ପରି, ନା ଢୋଲ ଭିତରେ ମୂଷା ପରି, ନା ବାପରାଣ ଢିଙ୍କିଗିଳି ପରି, ନା ତାହେଲେ କ'ଣ ହେବ ପିଲାମାନେ? ନା ଲଙ୍କାରେ ହରିଶବ୍ଦ ପରି। ନେକ୍ସଟ, କୁସଂସ୍କାରପୂର୍ଣ୍ଣ ସାଧାରଣ ଶିକ୍ଷାବିହୀନ ସମାଜରେ କେଉଁ ଅଧିକାର ଚିଲିକା ମାଛ ପରି ସ୍ୱପ୍ନିଳ ଓ ଦୁଷ୍ପ୍ରାପ୍ୟ? କୁସଂସ୍କାରପୂର୍ଣ୍ଣ ସାଧାରଣ ଶିକ୍ଷାବିହୀନ ବ୍ୟକ୍ତିଗତ ଅଧିକାର, ସମ୍ପତ୍ତିଗତ ଅଧିକାର, ଭୋଟ ଦାନ ଅଧିକାର, ସାମାଜିକ ଅଧିକାର। ତ ପିଲାମାନେ କ'ଣ ହେବ ତମର? ନା ବ୍ୟକ୍ତିଗତ ଅଧିକାର। କ'ଣ? ନା ବ୍ୟକ୍ତିଗତ ଅଧିକାର। ନେକ୍ସଟ, ଗଣତନ୍ତ୍ରରେ ଜନତାର ଶାସନ କିପରି ହେବା ସ୍ୱାଭାବିକ? ପରୋକ୍ଷ, ପ୍ରତ୍ୟକ୍ଷ, ସ୍ୱପ୍ନିଳ, ଦୁଷ୍ପ୍ରାପ୍ୟ? ଗଣତନ୍ତ୍ରରେ ଜନତାର ଶାସନ କିପରି ହେବା ଆବଶ୍ୟକ ପିଲାମାନେ? ନା ପରୋକ୍ଷ। କିପରି? ନା ପରୋକ୍ଷ ହେବା ଆବଶ୍ୟକ। ନେକ୍ସଟ, ଗଣତନ୍ତ୍ରର ମେରୁଦଣ୍ଡ କ'ଣ? ଗଣତନ୍ତ୍ରର ମେରୁଦଣ୍ଡ
ଲୋକପ୍ରତିନିଧି ମନୋନୟନ, ଏକକ ମନୋନୟନ, ଏକ ଛତ୍ରବାଦ, ସାମ୍ରାଜ୍ୟବାଦ। ତ ଗଣତନ୍ତ୍ରର ମେରୁଦଣ୍ଡ କ'ଣ ପିଲାମାନେ? ନା ଲୋକପ୍ରତିନିଧି ମନୋନୟନ। ଅପସନ୍ ଏ ହେଇଯିବ ଲୋକପ୍ରତିନିଧି ମନୋନୟନ। ନେକ୍ସଟ, ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଭୋଟଦାତା ମାନେ କ'ଣ ହେବା ପାଇଁ ଉପଯୁକ୍ତ? ଲୋକପ୍ରତିନିଧି, ପ୍ରଶାସକ, ଅଧ୍ୟକ୍ଷ, ମନ୍ତ୍ରୀ। ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଭୋଟଦାତା ମାନେ କ'ଣ ହେବା ପାଇଁ ଉପଯୁକ୍ତ? କ'ଣ? ନା ଲୋକପ୍ରତିନିଧି ହେବା ପାଇଁ ଉପଯୁକ୍ତ। ନେକ୍ସଟ, ଅଧିକାର ତଥା କର୍ତ୍ତବ୍ୟ ଜ୍ଞାନ ସମ୍ବନ୍ଧରେ ଅଜ୍ଞ ଦେଶର ଜନତା ଉପରେ ଗୁଣ ଅପେକ୍ଷା କ'ଣ ବିଶେଷ କାମ କରେ? ତ ଗୁଣ ଅପେକ୍ଷା ପିଲାମାନେ କ'ଣ ବିଶେଷ କାମ କରେ? ପ୍ରୋପାଗଣ୍ଡା, ଘୋଷଣା, ରାଜକୀୟ ଢଙ୍ଗ, ସାଧୁତା। ତ କ'ଣ ବିଶେଷ କାମ କରେ ପିଲାମାନେ? ନା ପ୍ରୋପାଗଣ୍ଡା। କ'ଣ? ନା ପ୍ରୋପାଗଣ୍ଡା। ନେକ୍ସଟ, ବିରାଡ଼ି ବୈଷ୍ଣବମାନେ ଶାସନ କ୍ଷମତା ପାଇବା ଲୋଭରେ କ'ଣ ହେବାକୁ ବାହାରି ପଡ଼ନ୍ତି? କ'ଣ? ଭଡ଼ାଟିଆ ଲୋକ, ପ୍ରତିଦ୍ୱନ୍ଦ୍ୱୀ, ଜନତାର ପ୍ରତିନିଧି, ଶାସକ। ତ କ'ଣ ହେବା ପାଇଁ ଆଗକୁ ବାହାରି ପଡ଼ନ୍ତି? ନା ଜନତାର ପ୍ରତିନିଧି ପାଇଁ। ନେକ୍ସଟ, କାହାକୁ ଦେଖି ଗୋସାଇଁଙ୍କ ଦେହରୁ ଗମ ଗମ ଝାଳ ବୋହିଗଲା? କାହାକୁ ଦେଖି? ରାଧୁ, ପାଣୁ, ଅଗାଧୁ, ସାଧୁ। ତ କାହାକୁ ଦେଖି ଗୋସାଇଁଙ୍କ ଦେହରୁ ଗମ ଗମ ହୋଇ ଝାଳ ବାହାରିଗଲା? ନା ପାଣୁକୁ ଦେଖି। କାହାକୁ? ନା ପାଣୁକୁ ଦେଖି। ନେକ୍ସଟ, କେତେ ବର୍ଷ ନ ପୁରିଲେ ତମର ବୁଦ୍ଧି ହୁଏ ନାହିଁ ଗୋସାଇଁ ମହାରାଜ ପାଣୁକୁ କହିଛନ୍ତି। କେତେ ବର୍ଷ ନ ପୁରିଲେ? 80, 50, 60, 70। କେତେ ବର୍ଷ? ନା 60 ବର୍ଷ। ନେକ୍ସଟ, କାହାକୁ ଦେଖି ପୁରୋହିତଙ୍କ ଛାତିରେ ପବନ ଅଟକିଗଲା? କାହାକୁ ଦେଖି? ରାଧୁ, ଅଗାଧୁ, ଶ୍ୟାମ, ଦାମ। ତ କାହାକୁ ଦେଖି ପୁରୋହିତଙ୍କ ଛାତିରେ ପବନ ଅଟକିଗଲା ପିଲାମାନେ? କାହାକୁ ଦେଖି? ନା ରାଧୁକୁ ଦେଖି। ନେକ୍ସଟ, ଚାରି ହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ? ଚାରି ହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ? ଅଗାଧୁ, ରାଧୁ, ମଧୁ, ଫଗୁ। କିଏ? ନା ଅଗାଧୁ। ନେକ୍ସଟ, ଆଜିର ଶିକ୍ଷିତ ଭୋଟଦାତା ମାନେ ଭୋଟ ଦେବାକୁ କ'ଣ ହୁଅନ୍ତି? ଉଦାସୀନ, ତତ୍ପର, ସଚେତନ, ଅଚେତନ। ତ ଆଜିର ଶିକ୍ଷିତ ଭୋଟଦାତା ମାନେ ଭୋଟ ଦେବାକୁ କ'ଣ ହୁଅନ୍ତି? ନା ଉଦାସୀନ। କ'ଣ? ନା ଉଦାସୀନ। ନେକ୍ସଟ, ଆଜିର ଜନତା ଜନାର୍ଦ୍ଦନ କାହାପରି ଓଠ ଚାଟି ତରାଜୁ ଧରିଥିବା ପ୍ରତିନିଧିଙ୍କୁ ଅନାଇ ରହିଛନ୍ତି? ଦୁଇ ବିରାଡ଼ି, ଦୁଇ ମାଙ୍କଡ଼, ଦୁଇ ଭାଲୁ, ତିନି ତୁଣ୍ଡ। ତ କ'ଣ ହବ? ନା ଦୁଇ ବିରାଡ଼ି। ଅପସନ୍ ଏ ହେଇଯିବ କ'ଣ? ନା ଦୁଇ ବିରାଡ଼ି। ନେକ୍ସଟ, ଗଣତନ୍ତ୍ର ଶାସନ ହିଁ ଡ୍ୟାସ୍ ଶାସନ, ଏଥିରେ ସନ୍ଦେହ ନାହିଁ। ଗଣତନ୍ତ୍ର ଶାସନ କୋଉ ଶାସନ? ଏଥିରେ ସନ୍ଦେହ ନାହିଁ। ଶ୍ରେଷ୍ଠ ନା କନିଷ୍ଠ ଶାସନ ନା ଅଦରକାରୀ ଶାସନ? ଏଥିରେ କୌଣସି ସନ୍ଦେହ ନାହିଁ। ନା ଦରକାରୀ ଶାସନ? କୌଣସି ଏଥିରେ ସନ୍ଦେହ ନାହିଁ। ତ ଗଣତନ୍ତ୍ର ଶାସନ ହିଁ କ'ଣ ହବ? ନା ଗଣତନ୍ତ୍ର ଶାସନ ହିଁ ଶ୍ରେଷ୍ଠ ଶାସନ। କ'ଣ? ନା ଶ୍ରେଷ୍ଠ ଶାସନ। ନେକ୍ସଟ, ଗଣତନ୍ତ୍ର ଶାସନରେ ଆମର ଆଜି ଏ ଅବସ୍ଥା ପାଇଁ କିଏ ଦାୟୀ? ତ କିଏ ଦାୟୀ? ଏଇଟା ମୁଁ ପଢ଼େଇଲି ଏବେ ସାଙ୍ଗେ ସାଙ୍ଗେ, ଡବଲ କ୍ୱେଶ୍ଚିନ୍ ହେଇଛି। ତ ଆକୁ ମୋତେ କମେଣ୍ଟ କରିବ ହେଲା। ତିନି ତୁଣ୍ଡରେ ଗଦ୍ୟାଂଶଟି କେଉଁ ପୁସ୍ତକରୁ ସଂଗୃହୀତ? ତିନି ତୁଣ୍ଡରେ ଗଦ୍ୟାଂଶଟି କହି ନ ଜାଣେ ଶୁଣ ପରୀକ୍ଷ, କଥା ଓ ଲଥା କହ ମନ୍ତ୍ରୀ ବର। ତ କ'ଣ ପିଲାମାନେ ହବ? ଏଇଟା ହବ କ'ଣ? ନା ତିନି ତୁଣ୍ଡର ଗଦ୍ୟାଂଶଟି ଶୁଣ ପରୀକ୍ଷ ଗଦ୍ୟାଂଶଟି ପୁସ୍ତକରୁ ଆସିଅଛି। ନେକ୍ସଟ, ଗାଁର ଡାକ ପାଇଁ ଶ୍ରୀଯୁକ୍ତ ଭୁବନେଶ୍ୱର ବେହେରା କେଉଁ ପୁରସ୍କାର ପ୍ରାପ୍ତ ହୋଇଲେ? ଗାଁର ଡାକ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ସାରଳା ପୁରସ୍କାର, ଅତି ବଡ଼ି କେନ୍ଦ୍ର ସାହିତ୍ୟ ଏକାଡେମୀ। ତ କ'ଣ ହବ ପିଲାମାନେ? କେଉଁ ପୁରସ୍କାର? ନା ଗାଁର ଡାକ ପାଇଁ ଶ୍ରୀଯୁକ୍ତ ଭୁବନେଶ୍ୱର ବେହେରା କେଉଁ ପୁରସ୍କାର ପାଇଲେ? ନା ସାରଳା ପୁରସ୍କାର। କେଉଁ ପୁରସ୍କାର? ନା ସାରଳା ପୁରସ୍କାର ପାଇଲେ। ନେକ୍ସଟ, ଗଣଙ୍କ ଦ୍ୱାରା ପ୍ରଚଳିତ ଶାସନ ହିଁ କାହାର ପ୍ରଧାନ ପ୍ରକୃତ ବିଶେଷତ୍ୱ ବୋଲି କୁହାଯାଇପାରେ? ଗଣଙ୍କ ଦ୍ୱାରା ପ୍ରଚଳିତ ଶାସନ ହିଁ
କାହାର ପ୍ରଧାନ? ଗଣତନ୍ତ୍ର, ରାଜତନ୍ତ୍ର, ସାମ୍ୟବାଦ, ଏକଛତ୍ରବାଦ। କ'ଣ ହବ ନା ଗଣତନ୍ତ୍ର। କ'ଣ ନା ଗଣତନ୍ତ୍ର। ନେକ୍ସଟ, ଗଣତନ୍ତ୍ର ଶାସନ କାହା ମଧ୍ୟରେ ସର୍ବୋତ୍କୃଷ୍ଟ? ଶାସନ ପଦ୍ଧତି, ସମୂହତନ୍ତ୍ର, ଜନତନ୍ତ୍ର, ବ୍ୟକ୍ତିତନ୍ତ୍ର। କ'ଣ ହବ ପିଲାମାନେ ତମର ନା ଶାସନ ପଦ୍ଧତି। କ'ଣ ନା ଶାସନ ପଦ୍ଧତି। ନେକ୍ସଟ, ଗଣଙ୍କ ଦ୍ୱାରା ଗଣଙ୍କ ପାଇଁ ଗଣଙ୍କର ଶାସନକୁ କ'ଣ କୁହାଯାଏ? ଏକଛତ୍ରବାଦ, ଗଣତନ୍ତ୍ର, ରାଜତନ୍ତ୍ର, ସାମ୍ୟବାଦ। ତ କ'ଣ କୁହାଯାଏ ପିଲାମାନେ ନା ଗଣତନ୍ତ୍ର। କ'ଣ ନା ଗଣତନ୍ତ୍ର। ତ ଶେଷ କ୍ୱେଶ୍ଚିନ୍ ପିଲାମାନେ ନେକ୍ସଟ କ୍ଲାସ୍ ଅବଶିଷ୍ଟ ପଢ଼େଇବା ତିନି ତୁଣ୍ଡରେ। କେଉଁ ଶାସନରେ ଲୋକେ ନିଜ ନିଜକୁ ଶାସନ କରନ୍ତି? କେଉଁ ଶାସନ? ସାମ୍ୟବାଦ, ରାଜତନ୍ତ୍ର, ଗଣତନ୍ତ୍ର, ଏକଛତ୍ରବାଦ। ତ କେଉଁ ଶାସନ ନା ଗଣତନ୍ତ୍ର ଶାସନ। ବୁଝିହେଲା? ତ ପିଲାମାନେ ଇଏ ଥିଲା ତମର ତିନି ତୁଣ୍ଡର MCQ କ୍ୱେଶ୍ଚିନ୍ ଆନ୍ସର। ସମସ୍ତେ ପଢ଼ିବ ଏବଂ ଯେଉଁମାନେ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ ହେବାକୁ ଚାହୁଁଛ ହ୍ୱାଟ୍ସଆପ୍ ଗ୍ରୁପ୍ ଖୋଲା ହେଇଛି, ଡିସ୍କ୍ରିପ୍ସନ୍ରେ ଲିଙ୍କ୍ ଦିଆହେଇଛି, ଜଏନ୍ ହେଇଯିବ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବ। ରହୁଛି ଧନ୍ୟବାଦ।